প্রিয় দর্শক বন্ধুগণ, গুড মর্নিং, নমস্কার। আসিଅছি নতুন খবর নেই, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଖବର ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍ଟିକୁ ବଜାଇବେ, ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ବହୁତ ମାତ୍ରାରେ ସେୟାର କରିବେ ବୋଲି অনুরোধ। কারণ উড়িষ্যারে আজর বড় পুরা উড়িষ্যা পাই বিশাল জরুরি, কারণ আগামী দিନରେ ଆସୁଅଛି ପ୍ରବଳ ଶୀତ ଘୂର୍ଣ୍ଣିଝଡ଼ର ସମ୍ଭାବନା ଅଛି। ଓଡ଼ିଶାରେ ଶୀତ ଲହରୀକୁ ନେଇ ପ୍ରବଳ ଗମ୍ଭୀର ଖବର ଆସୁଅଛି। ସାରା ଓଡ଼ିଶାରେ ଚିନ୍ତାର ଗୋଟେ ବିଷୟ। IMD ବିଗରୁ ସଫା ଚେତାବନୀ ଦେଇଛନ୍ତି। ମୁଷଳଧାରାରେ ବର୍ଷା ହେବାର ସମ୍ଭାବନା ଅଛି। ପ୍ରବଳ ଝଟକା ପବନ ବହିବ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ସାରା ରାଜ୍ୟରେ ତାଣ୍ଡବ ଦେଖିବାକୁ ମିଳିବ। ମୌସୁମୀ ପାଲଟି ଯିବାର ସମ୍ଭାବନା ଆରମ୍ଭ କରୁଅଛି ସକାଳ ସମୟରେ ଏବଂ ରାତିରୁ। ପ୍ରବଳରୁ ଅତି ପ୍ରବଳ ଶୀତ ଲହରୀ ଏବଂ ଘନ କୁହୁଡ଼ି ଦେଖିବାକୁ ମିଳିଅଛି। ପଶ୍ଚିମ ଆଡ଼କୁ ଥଣ୍ଡା ପ୍ରଭାବ, ଥଣ୍ଡା ଜଳୀୟ ବାଷ୍ପ ଏବଂ ଶୀତ ଆସୁଥର ପବନ ଆସିଥିବାରୁ ଆମ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ୁଅଛି। ଥଣ୍ଡା ବାୟୁ ଆସୁଅଛି ଉତ୍ତର ପ୍ରଦେଶ ଆଡ଼କୁ। ବର୍ଷା ବରଫ ବାୟୁ ଉତ୍ତର ପଟେ ପ୍ରବଳ ବର୍ଷା ବରଫ ପଡ଼ୁଥିବା କାଶ୍ମୀର ଆଡ଼କୁ ଯୋଗୁଁ ଓଡ଼ିଶାରେ ପ୍ରବଳ ଶୀତ ହେଉଛି। ମୁଜାଫରନଗର, ସାହାରନପୁର, ମିରଟ, ନୋଇଡା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। IMDରୁ ସୂଚନା ମିଳିଅଛି ପ୍ରବଳରୁ ଅତି ପ୍ରବଳ ଶୀତ ହେବ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ଅନୁମାନ କରାଯାଉଛି। ମଧ୍ୟ ଓଡ଼ିଶାର ପ୍ରଦେଶର କାନପୁର ଶୀତ ଲହରୀ ଦେଖିବାକୁ ମିଳୁଅଛି। ପ୍ରବଳରୁ ଅତି ପ୍ରବଳ ଶୀତ। ଦିନର ତାପମାତ୍ରା କମିବ, ରାତିର ତାପମାତ୍ରା 4ରୁ 5 ଡିଗ୍ରୀ ପହଞ୍ଚିଯିବ କିଛି କିଛି ଜିଲ୍ଲାରେ। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, ସୁନ୍ଦରଗଡ଼ ଠାରେ ପ୍ରବଳ ଶୀତ ଏବଂ ଘନ କୁହୁଡ଼ି ଦେଖାଯିବ। ଘରରୁ ବାହାରିବା, ପଦାକୁ ବାହାରିବା ବହୁତ ମୁସ୍କିଲ ହୋଇପଡ଼ୁଛି। IMDର କହିବା ଅନୁସାରେ ଏହି ବର୍ଷ ପ୍ରବଳ ଶୀତ ହେଉଅଛି। ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଥଣ୍ଡାର ଆହୁରି ପାଗ ରହୁଛି ପାଇ ଏହା ଗୋଟିଏ କମ୍ ବୟସ୍କ ଲୋକମାନଙ୍କୁ ଅନେକ ଅସୁବିଧା ହେଉଛି। ବଚ୍ଚା ପିଲାମାନେ ମଧ୍ୟ କଷ୍ଟ ପାଉଛନ୍ତି, କାରଣ ଏକ୍ସପ୍ରେସ ଭାରତମାଲା ରୋଡ ଏକ୍ସପ୍ରେସ ରାସ୍ତାରେ ଘନ କୁହୁଡ଼ି ଦେଖାଯାଉଛି ଏବଂ ବାଇକ୍ ଚାଳକମାନେ, କାର୍ ଚାଳକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପଡ଼ୁଅଛି। ଶୀତ ହେବା ଯୋଗୁଁ କୃଷିମାନଙ୍କର ଚିନ୍ତାର ବିଷୟ। ବିଭିନ୍ନ ପ୍ରକାର ପନିପରିବା ଖରାପ ହୋଇଯାଉଛି। ମକା, ଧାନ ଇତ୍ୟାଦି ନଷ୍ଟ ହୋଇ ଲାଗୁଅଛି। ବିଭିନ୍ନ ପ୍ରକାର ଫସଲ ନୋକସାନ ହେଉଅଛି। ଗ୍ରାମୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଦେଖାଯାଉଅଛି। କ୍ଷେତରେ କାମ କରି ହେଉନାହିଁ, ବହୁତ ଅସୁବିଧା ଲାଗି ରହୁଛି। ପଶୁପକ୍ଷୀମାନେ ଶୀତରେ ଥରୁଛି। ପଶୁପକ୍ଷୀ ଖୋଲା ଜାଗାରେ ବାନ୍ଧନ୍ତୁ ନାହିଁ, ଗରମ ଜାଗାରେ ବାନ୍ଧିବାର ବ୍ୟବସ୍ଥା କରନ୍ତୁ ବୋଲି ଅନୁରୋଧ। ଆଜି ପାଗ ଶୁଖିଲା ରହିବ। କୋଉଠୁ ହାଲୁକାରୁ ମଧ୍ୟମ କୁହୁଡ଼ି ହେଉଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ସମ୍ବଲପୁର। ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ଏବଂ ସ୍ଥାନେ ସ୍ଥାନେ ଘନ କୁହୁଡ଼ି ମଧ୍ୟ ଦେଖାଯାଉଅଛି। ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ସମ୍ବଲପୁର ଅଞ୍ଚଳରେ ଘନ କୁହୁଡ଼ି ଦେଖାଯାଉଅଛି। ଦର୍ଶକ ବନ୍ଧୁଗଣ, ଏହା ଥିଲା ଆଜିର ମୁଖ୍ୟ ପାଣିପାଗ ସମ୍ବନ୍ଧୀୟ ଶୀତ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ଆମେ ଆଗାମୀ ଅପଡେଟ୍ ଦେବା ପାଇଁ ଜାରି ରଖିବୁ। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିବେ ବୋଲି ଅନୁରୋଧ ରହିଲା। ଆମ ସହିତ ଜରି ରହିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରି ରଖିବେ, କାରଣ ଆଗାମୀ ଅପଡେଟ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ଏହିପରି ଭିଡ଼ିଓ ପାଇଁ ଆମ ସହିତ ଜରି ରୁହନ୍ତୁ। ଆଜି ପାଇଁ ଏତିକି, ଦେଖାହେବ ଆଗାମୀ ଭିଡ଼ିଓରେ। ଭଲ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ମସ୍ତ ରୁହନ୍ତୁ ବୋଲି କାମନା କରୁଅଛି। ଧନ୍ୟବାଦ। ଜୟ ଜଗନ୍ନାଥ।